ଆଉ ଭଲ ହେଇଛି ତ? ଆଉ କ'ଣ ଲାଗୁଛି? ଓହୋ। ଆରେ ପିଲା ଆଜି କୋଉ ଭୋଜି ହଉଛି କି ରେ? ନାଚ ଭୋଜି? କୋଉ ନାଚ? ଦଣ୍ଡ ନାଚ। ଆଉ ତମେ କୋଉ ରୋଲ କରୁଥିଲ? ପାର୍ବତୀ ରୋଲ କରୁଥିଲ। ଆଉ କ'ଣ ମାଛ ଭାତ ଆଉ କ'ଣ ହେଇଛି? ଘଣ୍ଟା ଭଲ ଲାଗୁଛି ତ? ଓହୋ ହୋ। ଆଉ ରବି ବାବୁ ଆଉ କ'ଣ ଭଲ ଅଛି ତ? ଆମର ଏମିତି କ୍ୟାସିଓ ବାଲା ଭାଇ ଅର୍ଗାନ ବାଲା ଆଉ ପ୍ୟାଡ ବାଲା ବି ବସିଛନ୍ତି। ପାଖରେ ଆମର ହେଉଛି ବି ଲାଇଟ୍ ମାଇକ୍ ବାଲା ବସିଛନ୍ତି। ଆଉ ଭଲ ଟେଷ୍ଟ ଅଛି ତ? ଓହୋ। କ'ଣ କ'ଣ ଆଇଟମ୍ ହେଇଛି କହିଲ? ପାମ୍ପଡ଼, ସାଲଟ, ଘାଣ୍ଟ, ମାଛ, ଡାଲମା। କ'ଣ ତମ ଥାଳିରେ ତ ସରିଗଲାଣି କ'ଣ? ହଉ ଏଠି ଦିଅ ସନିଆ, ଏଠି ଦିଅ, ଏଠି ଦିଅ ଅନ୍ନ ଦିଅ ଏଠି ଆଣିକି। ଆମ ଯାତ୍ରାର ଚଢ଼ଉଣି ହୁଅନ୍ତି ଏ ଚଢ଼ଉଣି। ଦେଖ କେଡ଼େ ବଡ଼ ପାଟି କରି ସେ ଖାଉଛନ୍ତି। ଦେଖନ୍ତୁ କେଡ଼େ ବଡ଼ ପାଟି କରି ଖାଉଛନ୍ତି। ଇଏ ଅସୁର ଖାଦ୍ୟ ଭଳିଆ ଖାଉଛନ୍ତି। ଆଚ୍ଛା ଭଲ ଲାଗୁଛି ତ? ତାଙ୍କର ଫୋନ୍ ଆସିଲା ଆଉ ସେ ବିଜି ହେଇଗଲେ ସିଏ ଆଉ କଥା କହିପାରିବେନି। ଇଏ ହୁଅନ୍ତି ଆମର ସାପୁଆ। ସାପୁଆ ଭଲ ହେଇଛି ଟି? ନାଇଁ କହ ଟିକେ ଭଲ ହେଇଛି ନ ହେଇଛି କହ ଟି? ଭଲ ହେଇଛି ତ? ହଉ ହଉ। ଇଏ ଆମର ହୁଅନ୍ତି ବିନୟ ବାବୁ। ଆଉ ବିନୟ ବାବୁ ଭଲ ହେଇଛି ତ? ଓହୋ। ଆଉ ନବୀନ ଭଲ ହେଇଛି ତ? କ'ଣ ଆଜି ସବୁ ହେଇଛି ରୋଷେଇ? ତମେ କୋଉ ରୋଲ କରୁଥିଲ? ନନ୍ଦୀମୁଖୀ। ଆଉ ତମେ କୋଉ ରୋଲ କରୁଥିଲ? ଚଢ଼ଉଣି କରୁଥିଲ। କାହିଁ ଆମେ ତ କୋଉଦିନ ଦେଖିନୁ। ଆଉ ଭୋଜି ଭଲ ହେଇଛି? କ'ଣ କ'ଣ ଆଇଟମ୍ ହେଇଛି ସବୁ? ଓହୋ ହୋ। ତାହେଲେ ଭଲ ଅଛି। ରୋଷେଇ ଯିଏ କରିବେ ଭଲ କରିନ୍ତି। ଆଉ ସାଇ ଆଉ ତମେ କୋଉ ରୋଲ କରିଥିଲ? ବାଜି। ଆଉ ଭଲ ଲାଗୁଛି ରୋଷେଇ? ପାଣି ପାଉଚଟା ପାଇଲା ପରେ କେମିତି ଲାଗି ମୋ ମୁହଁରେ ଦେଖିବ ନା? ଆଉ ଆର ବର୍ଷ ରୋଲ କରିବେ ଟି? ନା ଏ ବର୍ଷ ଖାଇକି ଶୋଇ ପଡ଼ିବୁ। ଓହୋ। ଇଏ ହୁଅନ୍ତି ଆମ ଯାତ୍ରା ଏ ଯାତ୍ରାର ହାଡ଼ିଆଣି। ଆଉ ହାଡ଼ିଆଣି ଭଲ ହେଇଛି ତ? ଭଲ ହେଇଛି। କ'ଣ ହେଇଛି ଆଇଟମ୍ କ'ଣ ହେଇଛି? ଘାଣ୍ଟ ହେଇଛି। ଆଉ ଆର ବର୍ଷକୁ ଆସିବ ତ? ଓହୋ। ଇଏ ହେଉଛି ଆମର ସବୁ ଇଏ ସବୁ ଚେଲା ଦଳ ବାବାଜୀ ଦଳ ବସିଛନ୍ତି। ଏଇଠି ଏସବୁ ବାବାଜୀ ଦଳ। ଆଉ ଭଲ ହେଇଛି? ସିଏ ନନ୍ଦୀବୁନ୍ଦି। ହଉ ତୁ କ'ଣ କହିବୁ କ'ଣ? ତୁ କୋଉ ରୋଲ କରୁଥିଲୁ? ତୁ ରୋଲ କୋଉ ରୋଲ କରୁଥିଲୁ? ବାଜି। ଆଜି କ'ଣ ହେଇଛି ଆଇଟମ୍ କ'ଣ ହେଇଛି ତମର ଖାଇବାକୁ? ହଁ ହଁ ହଁ। ଆଉ ଆର ବର୍ଷ ଯାତ୍ରା କରିବ ଟି? ହଁ। ତୁ କୋଉ ରୋଲ କରିବୁ? ବାଜି ରୋଲ କରିବୁ। ଆଉ ତୁ କୋଉ ରୋଲ କରିବୁ? ନନ୍ଦୀଭୁଙ୍ଗି। ହଁ ହଉ। ଆଉ ତୁ କୋଉ ରୋଲ କରିବୁ? ବାଜି। ହଁ ହଉ। ଆମ ଯାତ୍ରାର ଇଏ ହୁଅନ୍ତି ଆମର ସଖୀ ମାନେ ବସିଛନ୍ତି, ଶବରଣୀ ବସିଛନ୍ତି, ଆଉ ଅନ୍ୟାନ୍ୟ ରୋଲ କରୁଛନ୍ତି। ଆଚ୍ଛା ମିକି ତମେ କୋଉ ରୋଲ କରିଥିଲ? ସଖୀ ରୋଲ। ଆଉ ଆଜି ରୋଷେଇ କ'ଣ ହେଇଛି? ହଁ ହଁ। ପାମ୍ପଡ଼ ଲେମ୍ବୁ ଟେଷ୍ଟ ଲାଗୁଛି ତ? ପାମ୍ପଡ଼ ଲେମ୍ବୁ ପାଣି ପାଉଛୁ। ଏଠି ଆମ ଯାତ୍ରାରେ ଇଏ ହୁଅନ୍ତି ଶବରଣୀ କୋଳିବିକା ଶବରଣୀ। ଝିଅ କାହିଁ ଲାଜ କରିନି। କ'ଣ ହେଇଛି ଆଜି ରୋଷେଇ? ହଁ ହଉ। ଏ ବର୍ଷ ତୋର ଶେଷ ବର୍ଷ। ଆର ବର୍ଷ ତମର ଆଉ ଯାତ୍ରା ରୋଲ ନାହିଁ ଶେଷ। ହଁ ହଉ। ଏଇଠି ଆମ ଗେଲୁ ଏଇଠି ଦେଖ ଗେଲୁ ଲାଜରେ ମୁହଁ ବଦେଇଛି। ଗେଲୁ କ'ଣ ହେଇଛି ଆଜି ରୋଷେଇ? ଆଚ୍ଛା ଗେଲୁ ତୁ ଆର ବର୍ଷ କୋଉ ରୋଲ କରିବୁ? ଚଢ଼ଉଣି କରିପାରିବୁ? କହ ଲାଜ କରିନି। ଚଢ଼ଉଣି କରିବୁ ଟି? ହଉ ହଉ। ରାନୀ ତୁ କୋଉ ରୋଲ କରିବୁ? ଇଆଡ଼େ ମତ ନେଇ କହ କ'ଣ କରିବୁ ରୋଲ? ସବରି। ଆଜି ରୋଷେଇ ଭଲ ହେଇଛି? ଆଉ ଭଲ ଲାଗୁଛି? କ'ଣ ହେଇଛି ରୋଷେଇ ସବୁ? ଆମର ଭାଇ ଇଏ ହୁଅନ୍ତି ପେଣ୍ଟିଂ ମାଷ୍ଟର। ଇଏ ପେଣ୍ଟିଂ ମାଷ୍ଟର ଭାଇ ଯାତ୍ରା ବିଷୟରେ ଟିକେ କ'ଣ କହିବ?
ନାଇଁ ଯାତ୍ରା ଏ ବର୍ଷ କେମିତି କଣ କଲ? ଭଲ ଯାତ୍ରା ଆଉ ଉପଭୋଗ କଲେ। ହଁ ଆଉ ଆଜି ଭୋଜି ହଉଛି ଯାତ୍ରା ଯାଙ୍କର ମନ ଖୁସି ଯାତ୍ରା ଭୋଜି ଭୋଜି ଖାଇକି ଯିବେ ଆଉ। ଆସନ୍ତା ବର୍ଷ ଯେମିତି ଭଗବାନଙ୍କ ଦୟାରୁ ଯେମିତି ଭଲ ଆହୁରି ଭଲ ହବ। ଭଲ ହବ ଚାହିଁବେ ଭଲ ହବ ଆଉ। ହଁ 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 ଜଗନ୍ନାଥ ଭାଇ ମାନେ ଇଏ ହୁଅନ୍ତି ଆମର ଯାତ୍ରାର ହଉଛି ନିର୍ଦ୍ଦେଶକ ଶ୍ରୀଧର ସେନାପତି। ତାଙ୍କୁ ଟିକେ ବୁଝିବା ସିଏ ଯାତ୍ରା ବିଷୟରେ ଆଜି କଣ କହିବେ, ଭୋଜି ବିଷୟରେ କଣ କହିବେ। ଭାଇ କଣ କହିବେ ଆଜି? ଯାତ୍ରାଟା ବହୁତ ଭଲ ହେଇଛି, ଭୋଜିଟା ତାକୁ ଅଲଗା। ଆଉ ଆସନ୍ତା ବର୍ଷ ପାଇଁ କଣ କରିବା, କେମିତି ଆୟୋଜନ ଅଛି? ଆସନ୍ତା ବର୍ଷ ଆହୁରି ଜୋର ଜାରରେ ହବ ବୋଲି ପ୍ରୋଗ୍ରାମ ଅଛି। ଜାକ ଜାକ ଉପରେ। ଆଉ ଯାତ୍ରା ବିଷୟରେ କଣ କହିବେ? ଯାତ୍ରା ବିଷୟରେ ଯାତ୍ରା ତ ଭଲ କରାହବ ଆଉ। ବାପା ବାଙ୍କନିଧିଙ୍କର କଣ କେମିତି? ଆଉ ଗୋଟେ ଯୋଜନା ଅଛି ଗୋପାଳା କରିବାକୁ, ଗୋଟା ଚଢା ଛୁଆଙ୍କ ହେଇଛି ଗୋପାଳା କରିବା ଯୋଜନା ଅଛି। ଆଉ 21 ବେଳ ପଟେ କରାହବ ଆଉ। 21 ଆର ବର୍ଷ ପାଣି ତୋଳା କେମିତି ହଉଛି? ଆମର ଇଏ ହୁଅନ୍ତି ଆମ ଯାତ୍ରା ରୋଷିଆ ଭାଇ, ଆମର ରବ ଭାଇ। ଆଉ ସେ ଭାଇଙ୍କି ତ ଅବଶ୍ୟ ମୁଁ ଚିହ୍ନିଛି କିନ୍ତୁ ନାଁ ଜାଣିନି, ତଥାପି ଭାଇଙ୍କି ଟିକେ ପଚାରେ। ଭାଇ ଆଜି ରୋଷେଇଟା କଣ କେମିତି କରିଛନ୍ତି? ଆପଣ ତ ନିଜେ କରିନ୍ତି, କଣ କେମିତି ହେଇଛି? ଭଲ ହେଇଛି। କିନ୍ତୁ ସବୁ ବର୍ଷ କିନ୍ତୁ ଆମର ହୁଅନ୍ତି ମେନ୍ ହୁଅନ୍ତି ହେଉଛି ରବ ଭାଇ, ଆମ ରୋଷେଇର ଯିଏ ଯାତ୍ରାର ମେନ୍ ମୁଖ୍ୟ ରୋଷେଇଆ। ସବୁ ବର୍ଷଠୁ ଏଇ ବର୍ଷ ଭଲ ହଉଛି। ଆଜ୍ଞା ଭଲ ହେଇଛି। କିନ୍ତୁ ଏ ଭଗବାନଙ୍କୁ ଧ୍ୟାନ କରନ୍ତୁ, କିନ୍ତୁ ସବୁ ବର୍ଷ ଏମିତି ହଉ, ଏମିତି ଲୀଳାଖେଳା ଲାଗିଥାଉ। ଆମର ଯିଏକି ଆମ ଯାତ୍ରାର ଇଏ ହୁଅନ୍ତି ଶିବ, ମୁଖ୍ୟ ରୋଲର। ଦେଖି ତାଙ୍କୁ ବୁଝିବା, ତାଙ୍କୁ ଏ ବର୍ଷ ତାଙ୍କୁ କ'ଣ ଲାଗିଛି, ଭଲ ଲାଗିଛି ନା ଖରାପ ଲାଗିଛି। ଯିଏକି ତାଙ୍କୁ ବହୁତ କଷ୍ଟରେ ତାଙ୍କୁ ଆମେ ଗୁଜୁରାଟରେ ଥିଲେ, ଗୁଜୁରାଟରେ ତାଙ୍କୁ ରଖେଇକି ଆଣିଛୁ। ଦେଖି ଶିବଙ୍କୁ ଟିକେ ପଚାରିବା। ଭାଇ ମାନେ ଏ ବର୍ଷ ଯାତ୍ରା ଆପଣଙ୍କୁ କ'ଣ ଭଲ ଲାଗିଲା ନା ଖରାପ ଲାଗିଲା? ସୁପର ହିଟ୍ ଯାତ୍ରା। ଶିବଙ୍କର କିଛିଟା ପାଖୁଡ଼ା ଡାଇଲଗ ଟିକେ କିଛି କହିପାରିବେ କି? ଦେଖ ଏହି ପାପିଷ୍ଠକୁ ବର ଦେଲା ବେଳେ ମନା କରିଥିଲି, ମୋର ଭକ୍ତକୁ ମାନିବ ନାହିଁ ବୋଲି। ଅବଜ୍ଞା କଲା। ଏବେ ଦେଖ ସେ ପାପିଷ୍ଠକୁ ବର ଦେଲା ବେଳେ ମନା କରିଥିଲି, ମୋର ଆଜ୍ଞା ଭକ୍ତମାନଙ୍କୁ ଅବଜ୍ଞା କରାବେଳେ ବୋଲି ସେ ମୋର ଅବଜ୍ଞା କଲା। ଏବେ ତାର ପରିଣାମ ଭୋଗ। ଇଏ ଆମର ଶିବ ଗଲେ, ତାଙ୍କ ଡାଇଲଗ କିଛି ଅଳ୍ପ ବହୁତ କଲେ। ସେ ଟିକେ ମାଇଣ୍ଡ ତାଙ୍କର ଡିଷ୍ଟର୍ବ ଅଛି, ଯେ କି ସେ ଆସୁନଥିଲେ, କିଛି କହୁନଥିଲେ, ତେଣୁ ତାଙ୍କୁ ବାଧ୍ୟ କରାଗଲା। ହଉ ଆମେ ଯିବା। ଆମର ଯେ ମୁଖ୍ୟ ସାପୁଆ ସେ ଆମ ପାଖରେ ଆସି ପହଞ୍ଚିନ୍ତି। ଆମେ ବହୁତ ସମୟ ବିଳମ୍ବ ତମକୁ ଅପେକ୍ଷା କରିଥିଲୁ, ଯେ କି ତମେ ମୁଖ୍ୟ ଯାତ୍ରାର ମୁଖ୍ୟ ରୋଲର ଯେ କି ସାପୁଆ ରୋଲ କରୁଛ, ଏପର୍ଯ୍ୟନ୍ତ ତମେ ଆସି ପହଞ୍ଚିନ। ତମେ ଏ ଭୋଜି ଭାତ ଏ ଯାତ୍ରାକୁ ନେଇକି କ'ଣ କହିବ? ଭୋଜି ଭାତ ଯାତ୍ରାକୁ ନେଇ କ'ଣ କହିବ? କିଛି ଏତେ ଶରମ ଏତେ ଲାଜ କଲେ କ'ଣ ହବ? ଜୟ ଜଗନ୍ନାଥ ଭାଇ ମାନେ। କଥାରେ ଅଛି ମଣିଷ ମରିବ ସବୁ ତ ସରିବ, ସେନ ସରିବ ନାହିଁ। ସେହି ସ୍ନେହ ମୋତେ ପାଗଳ କରିଛି, ହେ ପ୍ରଭୁ ହେ ବାଙ୍କନିଧି ତୁମକୁ ପାଇବା ପାଇଁ। ହେଲେ ଆଜି ସରିଯାଇଛି, ସେ ବାଙ୍କନିଧିଙ୍କର ଲୀଳାଖେଳା ସରିଯାଇଛି। ବଞ୍ଚିଥିବୁ ଯଦି ଆସନ୍ତା ବର୍ଷକୁ ଅପେକ୍ଷା କରିବୁ। ଦେଖ ସେ ଭଗବାନଙ୍କର ଇଚ୍ଛା, ଭଗବାନଙ୍କର ମାୟା, ଭଗବାନଙ୍କର ଡୋରି, ତାଙ୍କରି ଉପରେ ସବୁକିଛି ଚାଲିଛି ସଂସାର। ତାଙ୍କରି ଦ୍ୱାରା ସେ ହିଁ ସୃଷ୍ଟି, ସେ ହିଁ କର୍ତ୍ତା, ସେ ହିଁ ସଂହାର କର୍ତ୍ତା। ଆସନ୍ତୁ ମୋର ଭାଇ ବନ୍ଧୁମାନେ, ଆମେ ଏଇ ପରିସଲ ବାଙ୍କନିଧି ନାଟ୍ୟ କଳା ସଂସଦର ଆଜି ଗୋଟେ ଭୋଜି ଯାତ୍ରା ପିଲାଙ୍କର ଭୋଜି ହେଉଛି। ସେ ଭୋଜି ଖାଇସାରି ଉପଭୋଗ କରି ନିଜ ନିଜ ଘର ବାଟରେ ଯିବା। ଏତିକି କହି ମୁଁ ରହୁଛି। ଜୟ ଜଗନ୍ନାଥ ଭାଇମାନେ, ଜୟ ଜୁଗା ୟୁଟ୍ୟୁବ୍ ଚ୍ୟାନେଲ୍। ଧନ୍ୟବାଦ, ଥ୍ୟାଙ୍କ ୟୁ।